ଘର ଭଡ଼ାରେ ଦେଉଥିଲେ ଏହି ଖବର ଆପଣଙ୍କ ପାଇଁ। ସରକାର ବଦଳେଇଲେ ନିୟମ, ନ ଜାଣିଲେ ପଡ଼ିପାରିବେ ଅସୁବିଧାରେ। ଆପଣ ନିଜ ଘରକୁ ଭଡ଼ାରେ ଦେଇଛନ୍ତି କି? ଆପଣ ମଧ୍ୟ ପ୍ରତି ମାସରେ ଘର ଭଡ଼ାଟିଏ ଅଧିକ ଟଙ୍କା ଚାର୍ଜ କରୁଛନ୍ତି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ। କାରଣ କେନ୍ଦ୍ରରେ ମୋଦି ସରକାର ଘର ଭଡ଼ା ସହ ଜଡ଼ିତ ସମସ୍ତ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଜମି ମାଲିକ ଏବଂ ଭଡ଼ାଟିଆଙ୍କ ସହିତ ଜଡ଼ିତ ଆଇନ ସମ୍ପର୍କରେ ସୂଚନା ଦେବାବେଳେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଘର ଭଡ଼ା ସମ୍ପର୍କିତ ନିୟମରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଭଡ଼ା ସମ୍ବନ୍ଧୀୟ ନୂତନ ନିୟମ ଜମି ମାଲିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ, ଯାହାପରେ ସେମାନଙ୍କ ଘର ଭଡ଼ା ଦେବା ସହଜ ହେବ ନାହିଁ। ଘର ଭଡ଼ା ସମ୍ବନ୍ଧୀୟ ନିୟମରେ ସରକାର କରିଥିବା ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଟ୍ୟାକ୍ସ, ଯାହା ବାସ୍ତବରେ ଏହି ପରିବର୍ତ୍ତନଗୁଡ଼ିକୁ ସେହି ଲୋକଙ୍କ ପାଇଁ କରାଯାଇଛି ଯେଉଁମାନେ ଟିକସ ସଞ୍ଚୟ କରିବାକୁ କାର୍ଯ୍ୟ କରନ୍ତି। ମାଲିକଙ୍କ ଦ୍ୱାରା ଟିକସ ଛାଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ନିୟମ ପରିବର୍ତ୍ତନ କରିଛନ୍ତି। ନୂତନ ନିୟମ ଅନୁଯାୟୀ ଜମି ମାଲିକମାନଙ୍କୁ ଘର ସମ୍ପତ୍ତିରୁ ଆୟ ଭାବରେ ଭଡ଼ା ଆୟ ଦେଖାଇବାକୁ ପଡ଼ିବ। ଘର ସମ୍ପତ୍ତିରୁ ଆୟ ଅର୍ଥ ହେଉଛି ଯେକୌଣସି ବ୍ୟକ୍ତି ତାର ସମ୍ପତ୍ତିରୁ ପ୍ରାପ୍ତ ଆୟ। ଏପରି ପରିସ୍ଥିତିରେ ଲୋକଙ୍କୁ ବର୍ତ୍ତମାନ ସମ୍ପତ୍ତିରୁ ଏହି ଆୟ ଉପରେ ଟିକସ ଦେବାକୁ ପଡ଼ିବ। ସରଳ ଭାଷାରେ ବୁଝିଲେ, ବର୍ତ୍ତମାନ ଲୋକଙ୍କୁ ଭଡ଼ା ଘରରୁ ଆୟ ଉପରେ ଟିକସ ଦେବାକୁ ପଡ଼ିବ। ସୂଚନା ପ୍ରଦାନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଘର ଭଡ଼ା ଟିକସ ସହ ଜଡ଼ିତ ନୂତନ ଆଇନ ଏପ୍ରିଲ 2025ରୁ କାର୍ଯ୍ୟକାରୀ କରାଯିବ।